नमस्कार बंधुगण माँ लक्ष्मीଙ୍କର ଗୋଟେ ରୂପ ନୁହଁ, ପୁରା 8ଟି ରୂପ। ଏବଂ ମା ଲକ୍ଷ୍ମୀ ବିଭିନ୍ନ ଉପାୟରେ ନିଜର ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ଶୁକ୍ରବାର ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ରୀତିନୀତି ସହିତ ପୂଜା କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ସେହି ପରିବାର ଉପରେ ଧନ ବର୍ଷା କରନ୍ତି। ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଜାୟ ରଖିବା ପାଇଁ ଲୋକମାନେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି। କୁହାଯାଏ ଯେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଧର୍ମଶାସ୍ତ୍ରରେ ଧନ ଏବଂ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କୁ କୁହାଯାଇଛି। ମା ଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ଆଦିଶକ୍ତି ମଧ୍ୟ କୁହାଯାଏ। ଲୋକମାନେ ଧନ ସମୃଦ୍ଧି ପାଇଁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରନ୍ତି। କିନ୍ତୁ ମା ଲକ୍ଷ୍ମୀ ଜଣେ ନୁହନ୍ତି, ପୁରା 8 ଜଣ ଏବଂ ସେ ବିଭିନ୍ନ ଉପାୟରେ ନିଜର ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ତେଣୁ ଶାସ୍ତ୍ରରେ ଅଷ୍ଟଲକ୍ଷ୍ମୀ ଉଲ୍ଲେଖ କରାଯାଇଛି। ଏହି ଅଷ୍ଟଲକ୍ଷ୍ମୀ ତାଙ୍କ ନାମ ଅନୁଯାୟୀ ଫଳ ଦିଅନ୍ତି। ତେଣୁ ଆପଣଙ୍କର ଇଚ୍ଛା ଏବଂ ସୁଖ ଏବଂ ସମୃଦ୍ଧିର ଇଚ୍ଛା ଅନୁଯାୟୀ ଆପଣ ବିଭିନ୍ନ ପ୍ରକାରରେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଶୀଘ୍ର ଧନ ପ୍ରାପ୍ତି ହୋଇଥାଏ। ମା ଲକ୍ଷ୍ମୀଙ୍କର ପ୍ରଥମ ରୂପ ହେଉଛି ଆଦିଲକ୍ଷ୍ମୀ। ମା ଲକ୍ଷ୍ମୀଙ୍କର ପ୍ରଥମ ରୂପ ହେଉଛି ଆଦିଲକ୍ଷ୍ମୀ। ତାଙ୍କୁ ଧନଲକ୍ଷ୍ମୀ, ଆଦିଶକ୍ତି ମଧ୍ୟ କୁହାଯାଏ। ଶ୍ରୀମଦ୍ ଭାଗବତ ପୁରାଣ ଅନୁସାରେ ମହାଲକ୍ଷ୍ମୀ ସୃଷ୍ଟିର ଆରମ୍ଭରେ ତ୍ରିଶକ୍ତି ବା 3 ଦେବୀଙ୍କୁ ପ୍ରକଟ କରିଥିଲେ ଏବଂ ସେମାନେ ମହାକାଳୀ ଏବଂ ମହା ସରସ୍ୱତୀ ରୂପ ନେଇଥିଲେ। ଜଗତର କଲ୍ୟାଣ ପାଇଁ ଆଦିଲକ୍ଷ୍ମୀ ନିଜେ ଭଗବାନ ବିଷ୍ଣୁଙ୍କ ସହ ରହିବା ପାଇଁ ସ୍ୱୀକୃତି ଦେଇଥିଲେ। ଏହି ଆଦିଲକ୍ଷ୍ମୀ ଜୀବଜନ୍ତୁ ମାନଙ୍କୁ ଜୀବନ ଦିଅନ୍ତି। ଏହି ଆଦିଲକ୍ଷ୍ମୀଙ୍କ ପାଖରୁ ଜୀବନ ଉତ୍ପନ୍ନ ହୋଇଛି। ତାଙ୍କର ଭକ୍ତମାନେ ମୋହ ମଧ୍ୟରୁ ମୁକ୍ତି ପାଇ ପରିତ୍ରାଣ ପ୍ରାପ୍ତ କରନ୍ତି। ଏହି ମାଙ୍କ କୃପାରୁ ସମସ୍ତ ଲୋକ ପରଲୋକ ହେବା ଯାଏଁ ସାଧାରଣ ଜୀବନରେ ସୁଖ ଭୋଗ କରନ୍ତି। ମା ଲକ୍ଷ୍ମୀଙ୍କର ଦ୍ୱିତୀୟ ରୂପ ଧନଲକ୍ଷ୍ମୀ। ମା ଲକ୍ଷ୍ମୀଙ୍କର ଅନ୍ୟ ଗୋଟେ ରୂପ ହେଉଛି ମା ଧନଲକ୍ଷ୍ମୀ। ଏହି ମା ଧନଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କୁବେରଙ୍କ ଋଣରୁ ମୁକ୍ତ କରିବା ପାଇଁ ସେ ଏହି ରୂପ ନେଇଥିଲେ। ଏହି ମା ପ୍ରଭୁ ଭେଙ୍କଟେଶଙ୍କ ସହ ଜଡ଼ିତ, ଯିଏ ଭଗବାନ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଏ। ମା ପଦ୍ମାବତୀଙ୍କୁ ବିବାହ ପାଇଁ ପ୍ରଭୁ ଭେଙ୍କଟେଶ କୁବେରଙ୍କ ଠାରୁ ଋଣ ନେଇଥିଲେ। ଭଗବାନଙ୍କୁ ଏହି ଋଣ ପରିଶୋଧ କରିବାରେ ସାହାଯ୍ୟ କରିବାକୁ ମା ଲକ୍ଷ୍ମୀ ଧନଲକ୍ଷ୍ମୀ ଭାବରେ ଦେଖା ଦେଇଥିଲେ। ତାଙ୍କ ପାଖରେ ଧନର ଭରପୁର କଳସ ଏବଂ ଅନ୍ୟ ଗୋଟିଏ ହାତରେ ପଦ୍ମଫୁଲ ଥିଲା। ଏହି ମା ଧନଲକ୍ଷ୍ମୀଙ୍କୁ ପୂଜା କଲେ ଏବଂ ଭକ୍ତି କଲେ ଆର୍ଥିକ ଅସୁବିଧା ଏବଂ ଋଣରୁ ମୁକ୍ତି ହୋଇଥାଏ। ଋଣ ଜନିତ ଅସୁବିଧାରେ ପଡ଼ିଥିବା ଲୋକମାନେ ଲକ୍ଷ୍ମୀଙ୍କ ଏହି ଧନଲକ୍ଷ୍ମୀ ରୂପକୁ ପୂଜା କରିବା ଦରକାର। ମାଙ୍କର ତୃତୀୟ ରୂପ ଅନ୍ନଲକ୍ଷ୍ମୀ। ମାଙ୍କର ତୃତୀୟ ରୂପ ଅନ୍ନଲକ୍ଷ୍ମୀ। ଅନ୍ନର ଅର୍ଥ ହେଉଛି ଶସ୍ୟ ବା ଧନ। ମା ଲକ୍ଷ୍ମୀଙ୍କ ଏହି ରୂପ ଖାଦ୍ୟ ଶସ୍ୟର ଭଣ୍ଡାରକୁ ବଜାୟ ରଖେ। ସେ ମଧ୍ୟ ମାତା ଅନ୍ନପୂର୍ଣ୍ଣାଙ୍କର ରୂପ ବୋଲି ବିବେଚନା କରାଯାଏ। ଏହି ମା ପ୍ରତ୍ୟେକ ଘରେ ଅନ୍ନ ରୂପରେ ବିରାଜମାନ କରନ୍ତି। ତାଙ୍କୁ ଖୁସି କରିବାର ଏକ ସରଳ ଉପାୟ ହେଉଛି ଘରେ ଖାଦ୍ୟ ନଷ୍ଟ ନ କରିବା। ଯେଉଁ ଘରେ ଖାଦ୍ୟ ପ୍ରତି ଅପମାନ ହୁଏ ନାହିଁ, ଏହି ମା ସେହି ଘରେ ଖୁସି ପୂର୍ବକ ରୁହନ୍ତି ଏବଂ ଧନ ଧାନ୍ୟରେ ଭଣ୍ଡାର ଘର ରହିଥାଏ। ମାଙ୍କର ଚତୁର୍ଥ ରୂପ ହେଉଛି ଗଜଲକ୍ଷ୍ମୀ। ଗଜଲକ୍ଷ୍ମୀ ମାଙ୍କର ଚତୁର୍ଥ ରୂପ ଅଟେ। ମା ଲକ୍ଷ୍ମୀଙ୍କୁ ତାଙ୍କର ଚତୁର୍ଥ ରୂପରେ ଗଜଲକ୍ଷ୍ମୀ ଭାବରେ ପୂଜା କରାଯାଏ। ଏହି ରୂପରେ ମା ପଦ୍ମଫୁଲ ଉପରେ ହାତୀ ଉପରେ ବସିଛନ୍ତି ଏବଂ ଏହାର ଉଭୟ ପାର୍ଶ୍ୱରେ ହାତୀମାନେ ଶୁଣ୍ଡରେ ପାଣି ନେଇ ମାଙ୍କୁ ଅଭିଷେକ କରନ୍ତି। ମାଙ୍କର 4ଟି ବାହୁ ଅଛି, ଯେଉଁଥିରେ ମା ପଦ୍ମଫୁଲ, ଅମୃତ କଳସ, ଘଣ୍ଟି
ଏବଂ ଶଙ୍ଖ ଧାରଣ କରିଛନ୍ତି। ମା ଗଜଲକ୍ଷ୍ମୀଙ୍କୁ କୃଷି ଏବଂ ଉର୍ବରତାର ଦେବୀ ବୋଲି ମାନାଯାଏ। ଏହି ମା ଗଜଲକ୍ଷ୍ମୀ ରାଜାଙ୍କୁ ସମୃଦ୍ଧି ପ୍ରଦାନ କରନ୍ତି ବୋଲି ତାଙ୍କୁ ରାଜଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ। ଏହି ମା ସନ୍ତାନ ସୁଖ ମଧ୍ୟ ପ୍ରଦାନ କରନ୍ତି। କୃଷି ସହିତ ଜଡ଼ିତ ବ୍ୟକ୍ତିମାନେ ଏବଂ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ମା ଗଜଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। ମାଙ୍କର ପଞ୍ଚମ ରୂପ ସନ୍ତାନ ଲକ୍ଷ୍ମୀ। ସନ୍ତାନ ଲକ୍ଷ୍ମୀ ମାଙ୍କର ପଞ୍ଚମ ରୂପ ଅଟେ। ଶ୍ରୀମଦ୍ ଭାଗବତ ପୁରାଣଙ୍କ ଅନୁସାରେ ମା ଆଦିଶକ୍ତି ପଞ୍ଚମ ରୂପ ହେଉଛି ସ୍କନ୍ଦ ମାତା, ଯିଏକି ତାଙ୍କ କୋଳରେ ବାଳକ କୁମାର ସ୍କନ୍ଦଙ୍କୁ ବସେଇଛନ୍ତି। ମା ସନ୍ତାନ ଲକ୍ଷ୍ମୀଙ୍କର ରୂପ ସ୍କନ୍ଦମାତା ସହିତ ସମାନ ଏବଂ ଏହା ମା ଲକ୍ଷ୍ମୀଙ୍କ ପଞ୍ଚମ ରୂପ। ସେଥିପାଇଁ ସ୍କନ୍ଦମାତା ଏବଂ ସନ୍ତାନ ଲକ୍ଷ୍ମୀ ସମାନ ଭାବରେ ବିବେଚନା କରାଯାଏ। ମା ସନ୍ତାନ ଲକ୍ଷ୍ମୀଙ୍କର 4ଟି ବାହୁ ଅଛି, ଯେଉଁଥିରେ ମା 2 ବାହୁରେ କଳସ ଧରିଛନ୍ତି ଏବଂ ତଳେ 2 ହାତରେ ଖଣ୍ଡା ଏବଂ ଢାଲ ଧରିଛନ୍ତି। ଏହି ମା ତାଙ୍କ ପିଲାମାନଙ୍କ ଭଳି ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି। ଏହି ମାଙ୍କୁ ପୂଜା କଲେ ସେମାନଙ୍କର ଯୋଗ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ। ପିଲାମାନଙ୍କ ପାଇଁ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ। ମାଙ୍କର ଷଷ୍ଠ ରୂପ ବୀରଲକ୍ଷ୍ମୀ। ବୀରଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଷଷ୍ଠ ରୂପ ଅଟେ। ଏହାର ନାମ ଅନୁଯାୟୀ ଏହି ମା ବୀର ଏବଂ ସାହସୀ ଲୋକମାନଙ୍କ ପାଇଁ ଆରାଧ୍ୟ ଦେବୀ ଅଟନ୍ତି। ଏହି ମା ଯୁଦ୍ଧରେ ବିଜୟ ପ୍ରଦାନ କରନ୍ତି। ତାଙ୍କର 8ଟି ବାହୁ ଅଛି, ଯେଉଁଥିରେ ଦେବୀ ବିଭିନ୍ନ ଅସ୍ତ୍ର ଧରିଛନ୍ତି। ମାତା ବୀରଲକ୍ଷ୍ମୀ ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି ଏବଂ ସେମାନଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି। ତାଙ୍କ ଅନୁଗ୍ରହ ଦ୍ୱାରା ଜଣେ ଶୁଭ ଫଳ ଏବଂ ସମୃଦ୍ଧତା ପାଏ। ସେ ମଧ୍ୟ ମାତା କାତ୍ୟାୟନୀଙ୍କ ରୂପ ବୋଲି ବିବେଚନା କରାଯାଏ, ଯିଏ ମହିଷାସୁରଙ୍କୁ ବଧ କରି ଭକ୍ତମାନଙ୍କୁ ସୁରକ୍ଷା ଦେଇଥିଲେ। ମାଙ୍କର ସପ୍ତମ ରୂପ ବିଜୟଲକ୍ଷ୍ମୀ। ବିଜୟଲକ୍ଷ୍ମୀ ମା ଲକ୍ଷ୍ମୀଙ୍କର ସପ୍ତମ ରୂପ ଅଟେ। ମାଙ୍କର ସପ୍ତମ ରୂପ ହେଉଛି ବିଜୟଲକ୍ଷ୍ମୀ। ତାଙ୍କୁ ଜୟଲକ୍ଷ୍ମୀ ମଧ୍ୟ କୁହାଯାଏ। ଏହି ରୂପରେ ମା ସମସ୍ତ ପ୍ରକାରର ବିଜୟ ପ୍ରଦାନ କରିଥାନ୍ତି। ଏହି ଅଷ୍ଟଭୁଜୀ ମା ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି। କୋର୍ଟ କଚେରୀ ଝାମଲା ହେଉ କିମ୍ବା ଆପଣ କୌଣସି କ୍ଷେତ୍ରରେ ଅସୁବିଧାରେ ପଡ଼ିଛନ୍ତି, ତାହେଲେ ମାଙ୍କର ଏହି ରୂପକୁ ପୂଜା କରିବା ଦରକାର। ମାଙ୍କର ଅଷ୍ଟମ ରୂପ ବିଦ୍ୟାଲକ୍ଷ୍ମୀ। ବିଦ୍ୟାଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଅଷ୍ଟମ ରୂପ ଅଟେ। ମା ଲକ୍ଷ୍ମୀଙ୍କ ଅଷ୍ଟମ ରୂପ ଯିଏ ଶିକ୍ଷା ଏବଂ ଜ୍ଞାନ ମାଧ୍ୟମରେ ସମୃଦ୍ଧତା ପ୍ରଦାନ କରିଥାନ୍ତି। ତାଙ୍କର ଏହି ସ୍ୱରୂପ ମାତା ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀ ମାତାଙ୍କ ସହିତ ମିଶି ଯାଇଥାଏ। ତାଙ୍କ ସାଧନା ଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ଏବଂ ଜ୍ଞାନ ବୃଦ୍ଧି ହୋଇଥାଏ। ଏହି ମାତାଙ୍କ ସାଧକ ନିଜର ବୁଦ୍ଧି ଏବଂ ଜ୍ଞାନରେ ପ୍ରସିଦ୍ଧ ହୋଇଥାନ୍ତି। ବନ୍ଧୁଗଣ, ଯଦି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡିଓଟିକୁ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ।